ଦ୍ୱିତୀୟ ରାଜବଳୀ ଅଧ୍ୟାୟ 11। ଏଥିମଧ୍ୟରେ ଅହସ୍ୟଙ୍କର ମାତା ଅଥଲିଆ ଆପଣା ପୁତ୍ରକୁ ମୃତ ଦେଖନ୍ତେ ସେ ଉଠି ସମସ୍ତ ରାଜବଂଶ ବିନାଶ କଲା। ମାତ୍ର ଜୋରାମ ରାଜାଙ୍କର କନ୍ୟା ଅହସ୍ୟର ଭଗିନୀ ଜିହୋଶେବା ଅହସ୍ୟଙ୍କର ପୁତ୍ର ଜୋୟାସକୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ ସେମାନଙ୍କ ମଧ୍ୟରୁ ତାହାକୁ ଚୋରାଇ ନେଇ ତାହାକୁ ଓ ତାହାର ଧାତ୍ରୀକି ଶୟନାଗାରରେ ରଖିଲା। ଆଉ ସେମାନେ ତାହାକୁ ଅଥଲିଆଠାରୁ ଲୁଚାଇ ରଖିବାରୁ ସେ ହତ ହେଲା ନାହିଁ। ଆଉ ସେ ତାହା ସହିତ ସଦାପ୍ରଭୁଙ୍କ ଗୃହରେ 6 ବର୍ଷ ଗୋପନରେ ରହିଲା। ପୁଣି ଅଥଲିଆ ଦେଶରେ ରାଜ୍ୟ କଲା। ଅନନ୍ତର 7ମ ବର୍ଷରେ ଜିହୋୟାଦା ଲୋକ ପଠାଇ କରୀୟମାନଙ୍କର ଓ ପ୍ରହରୀ ବର୍ଗର ଶତପତିମାନଙ୍କୁ ଅଣାଇ ସଦାପ୍ରଭୁଙ୍କ ଗୃହକୁ ଆପଣା କତିକି ନେଲା। ଆଉ ସେ ସେମାନଙ୍କ ସହିତ ନିୟମ କରି ସଦାପ୍ରଭୁଙ୍କ ଗୃହରେ ସେମାନଙ୍କୁ ଶପଥ କରାଇ ରାଜପୁତ୍ରଙ୍କୁ ଦେଖାଇଲା। ଆଉ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲା, ତୁମେମାନେ ଏହି କର୍ମ କରିବ। ତୁମମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ରାମ ଦିନରେ ଆସନ୍ତି ସେମାନଙ୍କର ତୃତୀୟାଂଶ ରାଜଗୃହର ରକ୍ଷଣୀୟ ରକ୍ଷା କରିବେ, ତୃତୀୟାଂଶ ସୁର ଦ୍ୱାରରେ ରହିବେ ଓ ତୃତୀୟାଂଶ ପ୍ରହରୀ ବର୍ଗର ପଶ୍ଚାତ୍ ଦ୍ୱାରରେ ରହିବେ। ଏହି ରୂପେ ତୁମେମାନେ ଗୃହର ରକ୍ଷଣୀୟ ରକ୍ଷା କରି ପ୍ରତିରୋଧକ ହେବ। ଆଉ ତୁମମାନଙ୍କର 2 ଦଳ ଅର୍ଥାତ୍ ବିଶ୍ରାମ ବାରରେ ବାହାରକୁ ଯିବା ଲୋକ ସମସ୍ତେ ରାଜାଙ୍କ ସମୀପରେ ସଦାପ୍ରଭୁଙ୍କ ଗୃହର ରକ୍ଷଣୀୟ ରକ୍ଷା କରିବେ। ପୁଣି ତୁମେମାନେ ପ୍ରତ୍ୟେକେ ଆପଣା ଆପଣା ହସ୍ତରେ ଅସ୍ତ୍ର ନେଇ ରାଜାଙ୍କୁ ଚତୁର୍ଦିଗରେ ବେଷ୍ଟନ କରିବ। ଆଉ ଯେ କେହି ଶ୍ରେଣୀ ଭିତରକୁ ଆସେ ସେ ହତ ହେଉ ଓ ରାଜା ବାହାରକୁ ଯିବା ବେଳେ ଓ ଭିତରକୁ ଆସିବା ବେଳେ ତୁମେମାନେ ତାଙ୍କ ସଙ୍ଗେ ଥାଅ। ତହିଁରେ ଜିହୋୟାଦା ଯାଜକ ଯାହା ସବୁ ଆଜ୍ଞା କଲା ତଦନୁସାରେ ଶତପତିମାନେ କଲେ। ପୁଣି ସେମାନେ ପ୍ରତ୍ୟେକ ବିଶ୍ରାମ ବାରରେ ଅନ୍ତର୍ଗାମୀ ଓ ବିଶ୍ରାମ ବାରରେ ବହିର୍ଗାମୀ ଆପଣା ଆପଣା ଲୋକମାନଙ୍କୁ ନେଇ ଜିହୋୟାଦା ଯାଜକ ନିକଟକୁ ଆସିଲେ। ତହିଁରେ ଦାଉଦ ରାଜାଙ୍କର ଯେ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ଗୃହରେ ଥିଲା ତାହା ସବୁ ଯାଜକ ସେହି ଶତପତିମାନଙ୍କୁ ଦେଲା। ତହୁଁ ଗୃହର ଦକ୍ଷିଣ ପାର୍ଶ୍ୱରୁ ବାମ ପାର୍ଶ୍ୱ ପର୍ଯ୍ୟନ୍ତ ଯଜ୍ଞବେଦୀ ଓ ଗୃହ ନିକଟରେ ପ୍ରହରୀ ବର୍ଗର ପ୍ରତ୍ୟେକ ଲୋକ ହସ୍ତରେ ଆପଣା ଆପଣା ଅସ୍ତ୍ର ଧରି ରାଜାଙ୍କର ଚତୁର୍ଦିଗରେ ଠିଆ ହେଲେ। ସେତେବେଳେ ସେ ରାଜପୁତ୍ରଙ୍କୁ ବାହାରକୁ ଆଣି ତାଙ୍କର ମସ୍ତକରେ ମୁକୁଟ ପିନ୍ଧାଇ ତାଙ୍କୁ ସାକ୍ଷ୍ୟ ପୁସ୍ତକ ଦେଲା। ତହିଁରେ ସେମାନେ ତାଙ୍କୁ ରାଜା କରି ଅଭିଷେକ କଲେ। ଆଉ ସେମାନେ କରତାଳି ଦେଇ କହିଲେ, ରାଜା ଚିରଜୀବୀ ହୁଅନ୍ତୁ। ଏଥିରେ ଅଥଲିଆ ପ୍ରହରୀ ବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ଗୃହକୁ ଲୋକମାନଙ୍କ କତିକି ଆସିଲା। ପୁଣି ସେ ଦୃଷ୍ଟିପାତ କରନ୍ତେ ଦେଖ, ରାଜା ବିଧି ଅନୁସାରେ ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଓ ତୁରୀବାଦକମାନେ ଅଛନ୍ତି। ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୁରୀ ବଜାଉଅଛନ୍ତି। ଏଥିରେ ଅଥଲିଆ ଆପଣା ବସ୍ତ୍ର ଚିରି ରାଜଦ୍ରୋହ ରାଜଦ୍ରୋହ ବୋଲି ଡାକ ପକାଇଲା। ଏଥିରେ ଜିହୋୟାଦା ଯାଜକ ସୈନ୍ୟ ଉପରେ ନିଯୁକ୍ତ ଶତପତିମାନଙ୍କୁ ଆଜ୍ଞା ଦେଇ କହିଲା, ସୈନ୍ୟଶ୍ରେଣୀର ମଧ୍ୟ ଦେଇ ଏହାକୁ ବାହାରକୁ ନେଇଯାଅ ଓ ଯେ ତାହାର ପଶ୍ଚାତଗାମୀ ହୁଏ ତାହାକୁ ଖଡ୍ଗରେ ବଧ କର। କାରଣ ଯାଜକ କହିଲା, ସେ ସଦାପ୍ରଭୁଙ୍କ ଗୃହ ଭିତରେ ହତ ନ ହେଉ। ତହୁଁ ସେମାନେ ତାହା ପାଇଁ ପଥ ଛାଡନ୍ତେ ସେ ରାଜଗୃହକୁ ଯିବା ଅଶ୍ୱଦ୍ୱାରର ପଥ ଦେଇ ଗଲା ଓ ସେଠାରେ ହତ ହେଲା। ଅନନ୍ତର ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ ଏଥିପାଇଁ ଜିହୋୟାଦା ସଦାପ୍ରଭୁଙ୍କର ଏବଂ ରାଜା ଓ ଲୋକମାନଙ୍କ ମଧ୍ୟରେ ଏକ ନିୟମ କଲା। ରାଜା ଓ ଲୋକମାନଙ୍କ ମଧ୍ୟରେ ହିଁ ନିୟମ କଲା। ଏ ଉତ୍ତାରେ ଦେଶର ସମଗ୍ର ଲୋକ ବାଲ୍ ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ। ସେମାନେ ତାହାର ଯଜ୍ଞବେଦୀ ଓ ତାହାର ପ୍ରତିମା ସବୁ ସମ୍ପୂର୍ଣ୍ଣ ରୂପେ ଚୂର୍ଣ୍ଣ କଲେ ଓ ଯଜ୍ଞବେଦୀମାନର ସମ୍ମୁଖରେ ବାଲ୍ର ଯାଜକ ମତନକୁ ବଧ କଲେ। ପୁଣି ଯାଜକ ସଦାପ୍ରଭୁଙ୍କ ଗୃହରେ କର୍ମଚାରୀମାନଙ୍କୁ ନିଯୁକ୍ତ କଲା। ପୁଣି ସେ ଶତପତିମାନଙ୍କୁ ଓ କରୀୟମାନଙ୍କୁ ଓ ପ୍ରହରୀ ବର୍ଗକୁ ଓ ଦେଶର ସମଗ୍ର ଲୋକଙ୍କୁ ନେଲା। ତହୁଁ ସେମାନେ ସଦାପ୍ରଭୁଙ୍କ ଗୃହରୁ ରାଜାଙ୍କୁ ଆଣି ପ୍ରହରୀ ବର୍ଗର ଦ୍ୱାର ଦେଇ ରାଜଗୃହକୁ ଆସିଲେ। ଏଥିରେ ସେ ରାଜସିଂହାସନରେ ଉପବିଷ୍ଟ ହେଲେ। ଏହି ରୂପେ ଦେଶର ସମୁଦାୟ ଲୋକ ଆନନ୍ଦ କଲେ ଓ ନଗର ସୁସ୍ଥିର ହେଲା। ଆଉ ସେମାନେ ରାଜଗୃହ ନିକଟରେ ଅଥଲିଆକୁ ଖଡ୍ଗରେ ବଧ କଲେ। ଜୋୟାସ 7 ବର୍ଷ ବୟସରେ ରାଜ୍ୟ କରିବାକୁ ଆରମ୍ଭ କଲେ।